ଆପଣ ଜାଣିଛନ୍ତି ଗତ 25 ତାରିଖ ସନ୍ଧ୍ୟାରେ ସୁନାନ୍ତର କାଳିଆ ଓରଫ ନିରଞ୍ଜନ ଜେନାଙ୍କୁ କିଛି ଅଜଣା ଦୁର୍ବୃତ୍ତ ମୋଟରସାଇକେଲ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ସେ ଫାୟାରିଂ କରିଥିଲେ, ବୋମାଡିଂ ମଧ୍ୟ କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ମିସେସଙ୍କ ରିପୋର୍ଟରେ ଶେରଗଡ଼ ଥାନା କେସ୍ ନମ୍ବର 318/25 ଭାରତୀୟ ନ୍ୟାୟ ସଂହିତା ବିଭିନ୍ନ ଦଫା ଆର୍ମସ ଆକ୍ଟ ଏବଂ ଇଣ୍ଡିଆନ୍ ଏକ୍ସପ୍ଲୋସିଭ ସବଷ୍ଟାନ୍ସ ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଏ ମାମଲାର ତଦନ୍ତ ଆମର ଶେରଗଡ଼ ଥାନାର ସବ୍ ଇନ୍ସପେକ୍ଟର ମ୍ୟାଡାମ ନେଇଥିଲେ। ତଦନ୍ତ ସମୟରେ ଆମକୁ ଜଣାପଡ଼ିଲା ଯେ ଏଥିରେ କିଛି ବ୍ୟକ୍ତିଗତ କ୍ରନିକ ଶତ୍ରୁତା, ପଲିଟିକାଲ ରାଇଭଲାରି ଯୋଗୁଁ କିଛି ଦୁର୍ବୃତ୍ତ ମାନଙ୍କୁ କିଛି ଷଡ଼ଯନ୍ତ୍ରକାରୀ ବ୍ୟବହାର କରି କାଳିଆ ଜେନାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ତଦନ୍ତ ସମୟରେ ଆମେ ବର୍ତ୍ତମାନ ସୁଦ୍ଧା 5 ଜଣ ଷଡ଼ଯନ୍ତ୍ରକାରୀ ଏବଂ ଜଣେ ଆସାଲାନ୍ ଟୋଟାଲ 6 ଜଣଙ୍କୁ ଆରେଷ୍ଟ କରିଛୁ। ସେମାନଙ୍କ ଠାରୁ ସମୁଦାୟ 6ଟି ବନ୍ଧୁକ, ପ୍ରାୟ 30 ରାଉଣ୍ଡରୁ ଅଧିକ ଗୁଳି, 40 ରାଉଣ୍ଡରୁ ଅଧିକ ଗୁଳି, 7ଟା ମ୍ୟାଗାଜିନ୍, 7ଟା ମୋବାଇଲ ଫୋନ, ଗୋଟେ ମୋଟରସାଇକେଲ ଜବତ କରାଯାଇଛି। କେସର ତଦନ୍ତ ଜାରି ରହିଛି ଅନ୍ୟାନ୍ୟ ଆକ୍ୟୁଜ ମାନଙ୍କୁ ଆରେଷ୍ଟ କରିବା। ଘଟଣା ସହିତ ତ ଆମର ତଦନ୍ତ ଯାହା କହୁଛି ସେମାନେ 3ଟା ମୋଟରସାଇକେଲ ଆସିଥିଲେ। ଯେହେତୁ ଇନଭେଷ୍ଟିଗେସନ ଅନ୍ ଅଛି ସେ ସମ୍ପର୍କରେ ବେଶୀଟା ବିଶ୍ୱାସ ଦେଲେ ଠିକ କିଛି କରାଯାଇଛି। କିଛି ଷଡ଼ଯନ୍ତ୍ରକାରୀ ଆମେ ଆରେଷ୍ଟ କରି ଫରୱାର୍ଡ କରିଛୁ। ସବୁ ପ୍ରାୟ ମ୍ୟାକ୍ସିମମ୍ ଷଡ଼ଯନ୍ତ୍ରକାରୀଙ୍କୁ ଆରେଷ୍ଟ କରି ଫରୱାର୍ଡ କରାଯାଇଛି ଏବଂ ସ୍ପଟକୁ ଆସିଥିବା ଲୋକମାନଙ୍କୁ ଫରୱାର୍ଡ କରାଯାଇଛି। ଆଉ ଯାହା ବାକି ରହିଲେ ଇନଭେଷ୍ଟିଗେସନରେ ଆମେ ତାଙ୍କୁ ଖୁବ ଶୀଘ୍ର ଆରେଷ୍ଟ କରିବୁ। ତଦନ୍ତ ତ ଜଣା ପଡୁଛି, ତଦନ୍ତ ଚାଲିଛି ଏବଂ ତଦନ୍ତ ଯିଏ ଆସିବ ଯିଏ ଭିତରେ ଦୋଷୀ ସମସ୍ତଙ୍କୁ ଆରେଷ୍ଟ କରାଯିବ। ମୁଁ କହିଲି ତାଙ୍କର ବ୍ୟକ୍ତିଗତ ଶତ୍ରୁତା, ଦୀର୍ଘ ଦିନର ବ୍ୟକ୍ତିଗତ ଶତ୍ରୁତା ଏବଂ ତାକୁ ରୂପରେଖ ଦେବା ପାଇଁ ବର୍ତ୍ତମାନ କିଛି ତାଙ୍କର ବିରୋଧୀ ଗୋଷ୍ଠୀ ଆକ୍ଟିଭ ହେଇଥିଲେ। ଅଛି ଆପଣ ଦିଆହେଇଛି ଷଡ଼ଯନ୍ତ୍ରକାରୀ ଅଛନ୍ତି, 5ଟା ଅଛନ୍ତି ଏବଂ ଜଣେ ଆସାମୀ ଅଛନ୍ତି ସେଠି। ସେଥିରେ ଆମର ସମୟ ଯେହେତୁ ଇନଭେଷ୍ଟିଗେସନ ଅନ୍ ଅଛି ସେ ରିଗାର୍ଡିଂ ଆମେ ବେଶୀ ବିଶ୍ୱାସ କରିବା ଠିକ ହବନି, ତଦନ୍ତରେ ପ୍ରତିବନ୍ଧକ ସୃଷ୍ଟି କରିବ। ସମୟ କ୍ରମେ ସବୁ ପଦାର୍ଥ ଆସିବ। ଏଫଆଇଆର ଫାକ୍ଟଟା ଯୋଉ ଅଛି ସେଟା ଆମେ ଅଣ୍ଡର ଭେରିଫିକେସନ। ଏଫଆଇଆର ଯାହା ଲେଖା ହେଇଛି ସମସ୍ତେ ଆକ୍ୟୁଜମେଣ୍ଟ ନାହିଁ, ଏଇଟା ଆମେ ଅଣ୍ଡର ଭେରିଫିକେସନ। ଏଥିରୁ ଏଫଆଇଆର ବାହାରୁ ମଧ୍ୟ ଲୋକ ଆରେଷ୍ଟ କରାଯାଇଛି, ଛାଡ଼ି ଦିଆଯାଉଛି। ତଦନ୍ତ ଚାଲିଛି, ତଦନ୍ତ ସେମାନଙ୍କର ଇନଭଲଭମେଣ୍ଟ ଆସିବ, ଆକ୍ସନ ନେବ। ଅଛି ପ୍ରାୟ 10 to 20 ଲାख ସୁପାରି। ଯେହେତୁ ଇନଭେଷ୍ଟିଗେସନ ଅନ୍ ଅଛି ଠିକ ହବନି। ସେଟା ଇନଭେଷ୍ଟିଗେସନ ବଡ ପାର୍ଟ, ସେଟା ବିଷୟରେ ଆଲୋଚନା କରିବା ଠିକ। ହଁ, ଏଥିରେ ଆମର ପୋଲିସର ଆମ ସବ୍ ଡିଭିଜନର ପାଟପୁର ଆଇଏସି ଆସ୍କା ଆଇଏସି ବା ଆଇଏସି କମିଶନର ଅଛନ୍ତି, ତାଙ୍କର ଇନଭଲଭମେଣ୍ଟ ଏବଂ କିଛି କନଷ୍ଟେବଳ ଯେଉଁମାନଙ୍କର କ୍ରାଇମ୍ କ୍ରିମିନାଲ ଲାଇନ୍ ଅଭିଜ୍ଞତା ଅଛି ସେମାନେ ମଧ୍ୟ ଇନଭଲ୍ଭ କରୁଛନ୍ତି। ବନ୍ଧୁକ ଗୁଳିର କଥା କହିବା, ଏତେ ସାରା ବନ୍ଧୁକ ଗୁଳି ମଧ୍ୟ ଜବତ ହୋଇଛି। ବନ୍ଧୁକ ଗୁଳି କେଉଁଠି ଆସିଲା କିପରି ସେଟା ତଦନ୍ତ ସାପେକ୍ଷ, ତଦନ୍ତ ଭିତରେ ସେଟା ଅଛି ଚାଲିଛି। ତଦନ୍ତରେ ଯିଏ ଆସିବ ଏଥିରେ ଏଇଟା ତ ଡିସକ୍ଲୋଜ କରିହେବନି ଯେହେତୁ କେସ୍ ଇନଭେଷ୍ଟିଗେସନ ଚାଲିଛି। ତଦନ୍ତରେ ଯିଏ ଆସିବ ପୋଲିସ ସେଇଟା ଚାଲିଛି ତାଙ୍କର ଆମର ମାନେ ତଦନ୍ତ ଭିତରେ ପରିଧି ଭିତରେ ଅଛି କହିବ। ରାଜନୈତିକ ଶତ୍ରୁତା ବୋଲି କଣ କି ପ୍ରକାର କହିଲି ଗୋଟେ କଥା, ତଦନ୍ତ ଚାଲିଛି, ତଦନ୍ତର ଜଷ୍ଟ ଷ୍ଟାର୍ଟ ହେଇଛି, ଏସବୁ ଡିସ୍କସନ କରିବା ପବ୍ଲିକ ଠିକ ଅଛି। ଏଫଆଇଆର ଦେଇଛନ୍ତି, ଏଫଆଇଆର
କଣ ତାର ବର୍ତ୍ତମାନ ସମୁଦାୟ ପୁଲିସ ବର୍ତ୍ତମାନ ଯାହା ତଦନ୍ତ ପ୍ରକ୍ରିୟା ରହିଛି ସେ ଜିନିଷ କଣ খুব শীঘ্র আমি করবো, খুব শীঘ্র, খুব শীঘ্র 10 ଲକ୍ଷ ତ 20 ଲକ୍ଷ କିଛି ଆଡଭାନ୍ସ ଦିଆ ହେଇଥିଲା ଏମାନଙ୍କୁ 4 lakhs। 4 ଲାখ ତାର ଅପରାଧ ମାନେ ଜିଲ୍ଲାରୁ ନା ବାହାର ଜିଲ୍ଲାରୁ କୋଉଠୁ ଯାଇଛନ୍ତି କଣ ବିଭିନ୍ନ ଜିଲ୍ଲା ବାହାରକୁ ମଧ୍ୟ ଯାଇଛନ୍ତି। ଏମାନଙ୍କୁ ଧରା ହେଲା କେମିତି ଧରା ହେଲା? ବିଭିନ୍ନ ଜାଗା ଖରାପ କହିହବନି, ଇନଭେଷ୍ଟିଗେସନ ପାର୍ଟ